हाय सामने नमस्कार गुड मॉर्निंग आउटे वीडियो को स्वागत करुँची आज पीहू मामा देह बहुत खराब पीहूर मोर आज जीवु आरथरक जाइए गोटे वीडियो देखी आम घर सफा कर घरटा भले सफा कर पार्लू कहीं लेडीज जहाँ सफा करेंगे भले सफा करेंगे माँ को आम से रेडी कर देचु माँ देह भी भल नहीं ज्वर तो माँ जाइन था कि बाध्य आम नहीं जाऊँ चलतु मुझे पहुँचला देखी केमी कौन माँ सफा करेंगे मुझे सफा करी गुला सफा करें आज फाइनाल सफा कर घरटा क्लीयर करके आसबू पुणी पुणी जाकि सफा कला जना पड़े आप देखिए गला पहुँची जाइचु पीहू ता माँ भितर जाइछंती चलतु आम भितर के जा मामा कौन कर पानी फानी ढाड़ी कौन कर मामा तो मामा गाधे ना आम भी कहीं गाधे पानी चल ना चल लो मोटर सुईच ये पदारे मोटर चलला ये जो साउंड हो मोटरटा चलतु बल्ब फल किसी आनी बल्ब फल लगेदेवा तो माँ सफा कले देखिए मुझे सफा करी टोटाल आप देखिए चलते एवं एसीडी पका चली मना एसीडी पकड़ पूरा धूआं आप बसा आ भरटा कि धूआं हो पूरा एसीडी टोटाल पकड़ बाथरूमटा को मो झीलटा धरती ये रूमटा अलरेडी सफा हो आगुरी मुझे सफा करी मना भी एवं आउटे भले मुझे सफा करदे केमती चकाचक करदे रूमटा को केते सुंदर देखा कि टाइल्स घर नुह कि भल अच्छी सर्फ गोटा नहीं आसलु पीहूर मोर जा सफा हम मना के सुंदर भाव सफा कर पदा पड़ा आ ये घरटा खाली बाकी अच्छी ये घरटा भी सफा हम ये घर भी एसीडी पकड़ मना बेसिन देखु ये घर भी सफा मुझे सफा करी ये घर सफा एसीडी पड़ी कमी उठी जा आउट सफा हम किचेनटा मुन्ना पदा पड़े चलो देखिए पदारे दीटा एसीडी बोतल गला से भी गला 3टा एसीडी बोतल आरथरक ना यहाँ हूँ बाड़ी केमती पानी फुल पड़ो उपरवा यहाँ हूँ बाड़ी पीहू केमती हो गला गाधुआ पद ना मुना पड़ाई से भाया मुझे गाधेनी आम कहीं गाधेनु देखी दिए मुना कष्ट कर हार्ड वर्क कर देखिए सफा सुतर हो खाली बाथरूमटा रही सफा हम सफा हो सारापर मुझे देखेबी केते सुंदर होगा सफा हो देखो मुनार मैं सफा कर दूँ चिकी देखा आ खाली कांथर रही जो नुआ टाइल बसला सीमेंट लगे मुना तादर एसीडी पकाउं
ସେ ଛାଡ଼ୁନାହିଁ, ଛାଡ଼ିଲେ ମୁଁ ଦେଖେଇବି। ଏପଟେ ଛାଡ଼ିଗଲା ସବୁ, ସେପଟେ ସିମେଣ୍ଟ ରହିଯାଇଛି ବୋଲିକି ଛାଡ଼ୁନାହିଁ, ତଳେ ବି ଅଲଗା ସଫା ହେଇଗଲା। ଏବେ ପଦା ପଳାଇଥିଲି ଏସିଡ଼ି ପକେଇକି, ମୋ ନା ନାକେ ଦେଇକି କେମିତି ସଫା କରିଛନ୍ତି। ସଫା ଅଲରେଡ଼ି ହେଇଗଲାଣି, ଆଉ ଅଳ୍ପ ଅଳ୍ପ ଅଛି। ଆଉ ସେଇଟାକୁ ସେ ବ୍ରସ୍ ମାରି ସଫା କରିଦେଉଛନ୍ତି। ଦେଖିବା ତାହେଲେ ପିହୁ କ'ଣ କରୁଛି ଦେଖିବା। ବାବୁ ଓ ହେଇରେ ଦେଖନ୍ତୁ ସାଙ୍ଗମାନେ, ଏଠି କ'ଣ କରୁଛି, ଲୁଚିକି ବସିକି ତା ମା' ମୋବାଇଲ ଦେଖୁଛି ବସିକି। ଦେଖନ୍ତୁ ପୁରା ଫାଇଟ୍ ଦେଖୁଛି। ହଁ ଫାଇଟ୍ ଦେଖୁଛୁ ବାବା, ଫାଇଟ୍ ଦେଖୁଛି, ଫାଇଟ୍। ହଁ ଆମ ଝିଅ ଦେଖୁଛି ଏଠି ବସିକି ମୋବାଇଲରେ ଦେଖୁଛି। ଆମେ ଆମର ସେପଟ ଘରେ କାମ କରିବାରେ ବ୍ୟସ୍ତ, ତା ମାମାର ମୋର। ଇଏ ଘରେ ଦେଖିଲା ବେଳେ ତାର ବସିକି ମୋବାଇଲ ଚୁପତେ ଲୁଚେଇ ତା ମା' ମୋବାଇଲ ସାଉଣ୍ଡ କମେଇ ଦେଇକି ବସିକି ଦେଖୁଛି ନାଇଁ। ସଫାସୁତୁରା ଅଲରେଡ଼ି ହେଇଗଲାଣି ଆମର। ଏଇ ରୁମ୍ଟା କିନ୍ତୁ ବଢ଼ିଆ ସଫା ହେଇଯାଇଛି, ମନା ସଫା କରିଦେଇଛନ୍ତି ସର୍ଫରେ। କେମିତି ରୁମ୍ଟା ବହୁତ ବଢ଼ିଆ ଅଛି, କିନ୍ତୁ ତଳଟା ଅବଶ୍ୟ ଟାଇଲ୍ ନାହିଁ, କିନ୍ତୁ ବଢ଼ିଆ ଅଛି ରୁମ୍ଟା। ବଡ଼ ରୁମ୍ଟା ସବୁ ଅଛି, ଫ୍ୟାନ୍ ସିଷ୍ଟମ୍, ଲାଇଟ୍ ଫାଇଟ୍ ସବୁ ସୁବିଧା ଅଛି। ବଡ଼ ବି ରୁମ୍ ଅଛି। କାଚ ଝରକା ଲାଗିଛି, ତା ପଛପଟେ ଏମିତି ବାଡ଼ି ଅଛି ଦେଖନ୍ତୁ। ପିଜୁଳି ଗଛ ସବୁ ବଢ଼ିଆ ଜିନିଷ ସବୁ ଅଛି। ଆଉ ନ୍ୟାଚୁରାଲି ପବନ ଦେଉଛି ଏଠି। ଏସି ବି କାମ କରିବନି, ଏସି ବି ଦରକାର ନାହିଁ, ବିନା ଏସିରେ କାମ ଚଳିବ। କାହିଁକିନା ମୁଁ ଦେଖାଉଛି ବାରି ପଛପଟେ କେମିତି ଟୋଟାଲ୍ ବାରିଟା। ତୁ ବସି ଦେଖୁଥା, ସାହାଯ୍ୟ କନା ମାଆକୁ। ଚାଲ ଦେଖିବା ମୋ ନା କ'ଣ କରୁଛନ୍ତି। ମୋ ନାଙ୍କ ଦେହ ଭଲ ନାହିଁ, ମୁଁ ତାକୁ ନେଇକି ସଫା କରିବାକୁ। କେମିତି ଏସିଡ଼ି ଗୁଡ଼ା ପକେଇ ସେ କାନ୍ଥ ଗୁଡ଼ା କେମିତି ସଫା କରୁଛନ୍ତି, ଛାଡ଼ିଗଲାଣି ନାଇଁ। ବହୁତ କଷ୍ଟ କରୁଛନ୍ତି ମୋ ନା। ତାଙ୍କ ଦେହଟା ଭଲ ନାହିଁ, କିନ୍ତୁ ନିଶ୍ୱାସ ବନ୍ଦ ହେଉଛି ମୋର ତା ଭିତରୁ ଗଲାବେଳକୁ। ଆଉ ସରି ସାରୁ ମୁଁ ଦେଖେଇବି, ବହୁତ କଷ୍ଟ କରୁଛି ମୋ ନା। ଏଇଟା କେତେଟା ବିୟର ପ୍ୟାକେଟ୍ ବଇଛି ଦେଖନ୍ତୁ, ବିୟର ବୋତଲ ଥୋଇ ଦେଇଛି। ହଁ ଏଇଟା ବିୟର ବୋତଲ ଏସିଡ଼ି ଗଲାଣି, 5ଟା ଏସିଡ଼ି ଗଲାଣି, ଡବା ଏସିଡ଼ି 4ଟା ଗଲାଣି। ଦେଖିବେ ଚାଲନ୍ତୁ ଭିତର କେମିତି ଧୂଆଁ ହେଉଛି ଏସିଡ଼ିରେ, ନିଶ୍ୱାସ ନେଇବନି। ଏସିଡ଼ି ଯେଉଁ ଗନ୍ଧ ଦେଖନ୍ତୁ କେମିତି, ଟୋଟାଲ୍ ଏସିଡ଼ି ଗନ୍ଧ ଚାରିପଟ। ସଫା ହେଇଗଲା ବଢ଼ିଆ ମଜାରେ। ଆଉ 2ଟା ଖଣ୍ଡେ ଏସିଡ଼ି ଖାଇବ, ନେକ୍ସଟ ଏକାଥରେ ସଫା ହେବ ଆସିକି। ଏବେ ଆଉ ସଫା କରିବନୁ, 5ଟା ଏସିଡ଼ି ଗଲାଣି ଅଲରେଡ଼ି। ଏଇଟା ବସିଛି କ'ଣ କରୁଛି ସେତେବେଳୁ, ଶୋଇକି କେଉଁଠି ମୋବାଇଲ ଦେଖିଲାଣି, ବସିଥିଲା କେଉଁଠି ଶୋଇକି ମୋବାଇଲ ଦେଖିଲାଣି। ଦେଖନ୍ତୁ କେମିତି ଯାଇକି ମୋ ଝିଅ ଶୋଇକି ଦେଖୁଛି କେଉଁଠି ମୋବାଇଲଟା, ମା' ମୋବାଇଲଟା। ଧୂଆଁ ଗୁଡ଼ା କେମିତି ବାହାରୁଛି, ଏସିଡ଼ିର ସେ ଯେଉଁ ଲିକ୍ୱିଡ଼ ଗୁଡ଼ା, ପାୱାର ଗୁଡ଼ା, ଧୂଆଁ ଗୁଡ଼ା କେମିତି ବାହାରୁଛି, ନାକ ପୋଡ଼ୁଛି। ମୋନା ତାଙ୍କ ନେଇକି ବସି ଯାଇଛନ୍ତି ଖରାରେ, ବିଚରା ଖାଇନାହାନ୍ତି ସକାଳୁ, ଦେହଟା ଭଲ ନାହିଁ, ଜ୍ୱର ହେଇଛି। ମୁଁ ତାକୁ ନେଇଯାଇଛି, ବସି ବିୟର ପିଇକି ପୁରା ମାଲ ପିଏଙ୍ଗେ ନା କ'ଣଟା ମାତାଲ ପାଟି। କେତେ ବିୟର ବୋତଲ ଥୋଇ ଦେଇଛି ଏଠି ଦେଖନ୍ତୁ। ଯିଏ ଦେଖିବ ଏଇଟା ବିୟର ବୋତଲ ଗୁଡ଼ା, ଦେଖିଲା ବେଳକୁ ସବୁ ଏସିଡ଼ି ବୋତଲ ଗୁଡ଼ା ନାଇଁ, ଏସିଡ଼ି ବୋତଲ ଗୁଡ଼ା। ଯିଏ ଦେଖିବ ବିୟର ବୋତଲ ଗୁଡ଼ା, ସେ ଏସିଡ଼ି ଗୁଡ଼ା କାମ କରୁନି, ଡବା ଏସିଡ଼ି। କିନ୍ତୁ କାଚ ଏସିଡ଼ି ଗୁଡ଼ା ବଢ଼ିଆ କାମ କରୁଛି ସଫା କରିବା ପାଇଁ। ଆଉ କିଛି ଦିନ ପରେ ଆମେ ପଳାଇ ଆସିବୁ ରୁମ୍କୁ। ଏଇଟା ହେଉଛି ରୁମ୍ଟା। ଆଉ ସେ ପଛପଟେ, ଆଗପଟେ ପଛପଟା, ସେପଟେ ଗୋଟେ ବିଲ୍ଡିଂ ଆଗଟା ଅଛି, ମୁଁ ଦେଖେଇବି। ଆଉ ଏଇଟା ତାଙ୍କ ସେ ବାଡ଼ିଟା, ସେଦିନ ଦେଖେଇଥିଲି ପୂର୍ବ ଭିଡ଼ିଓରେ, ସେ ବାଡ଼ି ଦେଖିଥିଲେ। ଆଉ ଟିକେ ଦେଖନ୍ତୁ ଏଠି କେତେ ଗଛ ବୁଛ ସବୁ ଲାଗିଛି। ଏଠି ବାଇଗଣ ଫାଇଗଣ ଗଛ ସବୁ ଲଗେଇଛନ୍ତି। ଗଛ ବୁଛ ତ ବହୁତ ଏଠି ଅଛି, ଶାଗ ପାଖରୁ ଆରମ୍ଭ କରି ଫୁଲ ଗଛ, ପିଜୁଳି ଗଛ, ଆମ୍ବ ଗଛ, ନଡ଼ିଆ, ସବୁ ଫୁଲ ବି ମିଳିବ ପୂଜା କରିବାକୁ। ଚଉଁରାଟା ଏଠି କେତେ ବଡ଼ ଚଉଁରାଟା ଅଛି, ଚଉଁରା ବି ପୂଜା ହେବ ଏଠି। କଦଳୀ ଗଛ କେମିତି, ଚାଷ କରିବା ପାଇଁ ସବୁ ବଢ଼ିଆ ଜିନିଷ ଅଛି ଏଠି, ପନିପରିବା, ଆମ୍ବ, ସବୁ ଭଲ ମନ୍ଦ ଅଛି ଆ ଦେହରେ। କରେଣ୍ଟ ସବୁ ସୁବିଧା ଏଠି। ବାଡ଼ିଟା କେମିତି ଦେଖନ୍ତୁ, ମସ୍ତ ଲାଗିବ, ଥଣ୍ଡା ଥଣ୍ଡା ପବନ ଦେଉଛି କେମିତିଆ, ସୁଲସୁଲିଆ ପବନଟା, ଜଣାପଡ଼ିବନି ଖରାଦିନେ ଏଠି ପୁରା କେମିତି ନା। ଖରାଦିନେ ଜମା ବାଧିବନି, ବର୍ଷା ଦିନେ ଟିକେ କାହିଁକିନା ବଣଟା ଅଛି, ସାପ ବେଙ୍ଗ ପାଇଁ ଟିକେ ଇଏ, ନହେଲେ ବାକି ରାସ୍ତା ବି ସବୁ ସୁବିଧା ଏଠି। ଏପଟେ ଗାଡ଼ି ରହିପାରିବ ଆରାମରେ। ଆମ୍ବ ତୋଟା ବସିବା ପାଇଁ, ସେଠି ମସ୍ତି କରିବା ପାଇଁ। କେଉଁଟା କହୁଛ, ସେ ପଦେ ଥୁଆ ଯେଉଁଟା। ହଁ ଏଇଟା ଫାଷ୍ଟ ଏଣ୍ଟ୍ରି ରୁମ୍ଟା, ଏଇଟା ଛୋଟିଆଟି, ଏଇଟା ବସା ଉଠା କରିବା ପାଇଁ ତ ମଟର ଲାଗିଛି। ଏଇଟା ବାଥରୁମ୍ଟା, ଏଇଟା ହେଉଛି ବେଡ଼ରୁମ୍, ଏଇଟା ହେଉଛି ଖାଇବା ପିଇବା କରିବା ପାଇଁ। ଏଇଟା ଆମେ ବସିବୁ, ଏଇଠି ଖିଆ ପିଇବା ଆରି ଭିତରେ ହେବ। ଏଇଟା ତ ଦେଖିଛନ୍ତି, ଏଇଟା ରୋଷେଇ ରୁମ୍ଟା, ବହୁତ ଅପରିଷ୍କାର ହେଇଥିଲା ରୁମ୍ଟା।
କାହିଁକିନା ଆଗରୁ ସବୁ ଏଠି ବ୍ୟାଚଲର ଝିଅ ସବୁ ରହୁଥିଲେ 2-3 ଜଣ, ସେ ପୁରା ନଷ୍ଟ କରିଦେଇଛନ୍ତି ରୁମ୍ଟାକୁ। 2-3 ବର୍ଷ ହେଲା ରହିଥିଲେ, ଟୋଟାଲ୍ ନଷ୍ଟ କରିଦେଇଛନ୍ତି ରୁମ୍ଟାକୁ। କିନ୍ତୁ ଆମେ ଆସିକି ସଫାସୁତୁରା ବ୍ୟବସ୍ଥା କରି, କିନ୍ତୁ ରୁମ୍ ଭଲ ଅଛି, ଉପର ଗୁଡ଼ା ସବୁ କଲର୍ ଫଲର୍ ଅଛି, ଭଲ ଅଛି। କିନ୍ତୁ ତଳ ଗୁଡ଼ା ସବୁ ସେମାନେ ସଫା କରିନାହାନ୍ତି, ବ୍ୟାଚଲର ଝିଅ ତ ସେଥିପାଇଁ ସଫା କରିନାହାନ୍ତି। ମୁଁ ପୂର୍ବ ଭିଡ଼ିଓ ଦେଖିଥିଲି, ମୁଁ ଆସିକି ସଫାସୁତୁରା କରିଥିଲି, ଅଧା ସଫାସୁତୁରା କରିଥିଲି, ପୁରା ସଫା କରିନଥିଲି। ଏବେ ମୋନାର ମୋର ସାଙ୍ଗ ହେଇକି ଆସିକି ସଫା କରୁଛୁ। ଏଗୁଡ଼ା ତ ରହିଛି, ଛାଡ଼ୁ ନାହିଁ। ଅବଶ୍ୟ ଏଗୁଡ଼ା ସବୁ ଛାଡ଼ି ଯାଇଛି, ଟାଇଲ୍ ଫେଲ୍ ଏଗୁଡ଼ା। ଆଉ ଆମର ସେ ରୁମ୍ରେ ତ ଭଲ, କାହିଁକିନା ଟାଇଲ୍ସ ସବୁ ଭଲ ଥିଲା, ଟାଇଲ୍ ରୁମ୍ଟା। ଏଇଟା କିନ୍ତୁ ଟାଇଲ୍ସ ନାହିଁ, କିନ୍ତୁ ରୁମ୍ଟା ଭଲ, ବହୁତ ରୁମ୍ ଅଛି ଏଠି। ସେଠି ଆମର ମାତ୍ର ସିଙ୍ଗଲ୍ ରୁମ୍ ଥିଲା, ଏଠି ସିଙ୍ଗଲ୍ ରୁମ୍ ହେଇକି ବି ଡବଲ୍ ରୁମ୍ ଭଳିଆ। ଟୋଟାଲ୍ ମୋନା କେତେ କଷ୍ଟ କରୁଛନ୍ତି, ତାପରେ ଆଉ ଟିକେ ଦେଖିବେ କେତେ କଷ୍ଟ କରିକି ଫିନାଇଲ୍ ମାନେ ଏସିଡ଼ିକି ନାକେ ଦେଇକି ସଫା କରୁଛନ୍ତି। ଆମେ ଗଲା ପରେ ଆପଣମାନଙ୍କୁ ଦେଖିବେ ଟୋଟାଲ୍ ସରିଲା ପରେ। ଫେଣର ବର୍ଷା ହେଲାଣି ଏଠି, ମୋନା ପୁରା ଟୋଟାଲ୍ ଫେଣ କରିକି ଘର ସବୁ କରିଦେଇଛନ୍ତି। କାହିଁକିନା ଲେଡ଼ିସ୍ ଯାହେଲେ ଟିକେ ଭଲକି ସଫା କରିବେ, ଆଉ ମୁଁ ତ ସେମିତି ସଫା କରିଥିଲି। ଦେଖ ପୁରା ଫେଣ ବର୍ଷା, କିଚେନ୍ ଫିଚେନ୍ ସବୁବେଳେ ପୁରା ଫେଣ। ମୋନା ପୁରା ଫେଣ କରି କେମିତି କରିଦେଇଛନ୍ତି, ଟୋଟାଲ୍ ଆଉ ଥରେ ଫେଣ କରିକି ସଫା କରିଛନ୍ତି ଘରଟାକୁ ଆଉ ଥରେ। ଏଉଠୁ ପାଣି ଅଛି, ଏଇଠି ଭାଗର ଟ୍ୟାପ୍ରୁ। ଏବେ ଦେଖିଲେ କେମିତି ଫେଣ ହେଇଯାଇଛି। ଏବେ ଚାଲନ୍ତୁ ସଫାସୁତୁରା କରିବା, ଅଲରେଡ଼ି ସଫା ସରିଲାଣି। ପୁରା ଲାଷ୍ଟ ଆମର ଫାଇନାଲ୍ଟା ଏଟା ହେଉଛି ପାଣି ଢଳାଟା। ଆଉ ମୋନା 2 ଥର ସର୍ଫ ସଫା କରିସାରିଲାଣି, ଏଟା ହେଉଛି ଲାଷ୍ଟ 3 ଥର। ପୁରା ସଫା କରିକି ଆମେ ବାହାରି ଯିବୁ, ଟୋଟାଲ୍ ପାଣି ଫାଣି ପକାଇ ଦେଇକି ପଳେଇ ଯିବୁ। ଏବେ ତୁ ତାର ପଦାରେ ଖେଳୁଛି, ଦେଖନ୍ତୁ ଆମେ ଇଏ କରୁଛୁ, ସେ ତାର ପଦା ଯାଇକି ପିଜୁଳି ଅଛନ୍ତି। କଷି ପିଜୁଳି ନା ସେଇଟା ନା ପଳେଇଆ। କଷି ପିଜୁଳି ଛିଡ଼ୁ ଜାଣିନାହିଁ, ତା ମାଆ ରାଗୁଛନ୍ତି। ଆଉ ସରିଲା ପରେ ମୁଁ ଦେଖେଇବି ସେ କ'ଣ ଏଠି କରିଛି, ବଦମାସ କରିଛି। ବାବୁ ଏ ବାବା କୁଆଡ଼େ ଗଲା, ଭିତରକୁ ଆସ। ମାମା ମନା କଲେ ନା କଷି ପିଜୁଳି ଆଣିବନି, ମା ମାରିବେ। ମୋ ଝିଅ ବି କେମିତି ହେଇଗଲାଣି, ପଳେଆ। ମୋ ଝିଅ ପୁଣି କେମିତି ପୁରା କଇଁଚା ପଳେଇଲାଣି ପୁରା ଖରାରେ। ଆମେ କେହି ଗାଧେଇନୁ ସବୁ। ମାଆକୁ ସାହାଯ୍ୟ କରୁ, ସେଇଟା ନେଇକି ଷ୍ଟିକ୍ ନେଇକି ଷ୍ଟିକ୍ଟା ନେଇକି। ଏବେ ଚାଲନ୍ତୁ ଦେଖିବା ଭିତରକୁ କେମିତି ଫେଣ। ମୁଁ ଚାଲନ୍ତୁ ଟାଣିବି, ମୋ ଝିଅ ଦେଖେଇବ। ଦେଖନ୍ତୁ ମୋ ବାବା କେମିତି ଟାଣୁଛନ୍ତି ସବୁ। କହିଲେ କେତେ ଫେଣ, କେତେ ଫେଣ, କେତେ ଫେଣ ଦେଖନ୍ତୁ ବାବା ଟାଣୁଛନ୍ତି। ମା ଏଠି କାମ କରୁଛନ୍ତି। ଏଇ ଦେଖିଲି କେତେ ଫେଣ ଅଛି। ମୁଁ ପଛକୁ ଟିକେ ପଳାଏ, ଭଲ ଫେଣ ହବ। ଦେଖିଲେ ସାଙ୍ଗମାନେ ବାବା କେମିତି କାମ କରୁଛନ୍ତି, ଆମେ ବି କାମ କରିବୁ। ଓ ହେଇ ବାବା କାମ କରୁଛ, କେତେ ଫେଣ। ଦୌଡ଼ ଫେଣ ମୁଁ ମାରିଲି, ତାଙ୍କ ଘରେ ବସିବ। କେତେ ପାଣି ବସିଗଲା, ଉଡ଼ି ପଡ଼େ। ଆରେ ମାମା ମାରିଦେବି ରେ। ଦେଖନ୍ତୁ ହେଇ କେତେ ପାଣି ସରିଗଲା। ଆମର ସଫାସୁତୁରା ଟୋଟାଲ୍ ହେଇଗଲା। ଏ ରୁମ୍ଟା ପୁରା ସଫା ପରିଷ୍କାର, ଆଉ କିଚେନ୍ ରୁମ୍ ବି ବହୁତ ପରିଷ୍କାର। ମନା କରିଦେଲେ, ପୁରା ସଫାସୁତୁରା କରିଦେଲେ। ଆଉ ଏବେ ଆମେ କବାଟ ଫବାଟ ଦେଇଦେବୁ। ଏବେ ଚାଲନ୍ତୁ, କପଡ଼ା ନେଇଯାନି ବାବା, ସେ କପଡ଼ା ଦେଇଦେବୁ ମାଆକୁ। ଏବେ ଲକ୍ଟା ଆମେ ଦେଇଦେଲେ। ଏଇ କପଡ଼ାଟା ଏଇଟା ନିଅ, ଏଇ କପଡ଼ାଟା ନିଅ। ଏବେ ସବୁ ସରିଗଲା, ଏ ରୁମ୍ ବି ସରିଗଲା। ଖାଲି ଏଇଟା ଲାଷ୍ଟ ଆମର, ଏଇଟା ଆଉ ଟିକେ ସଫା କରିଦେଇକି ଟାଙ୍କି ଦେଇକି ଆମେ ପଳେଇବୁ। ସରିଗଲା, ଏଇଟା ସବୁ ସରିଗଲା ପରେ ଆଉ ଥରେ ମୋନା ସର୍ଫ ଢାଳି ଦେଇଛନ୍ତି। ଏଇଟା ସରିଗଲା ପରେ ଟୋଟାଲ୍ ଆମେ ପଳେଇବୁ। ଏବେ ସରିଗଲା, ସଫାସୁତୁରା ସବୁ ସରିଗଲା। ଆଉ ମୋନା ଏବେ ତାଲା ପକାଉଛନ୍ତି, ତାଲା ପକାଇ ଦେଇକି ଆମେ ପଳେଇଯିବୁ। ଏବେ ଆଉ ଗୋଟେ କ'ଣ ଗୋଟେ ଖାଉଛି, ତୁଳସୀ ପତ୍ର ଖାଉଛୁ। ଏବେ ଚାଲନ୍ତୁ ବାହାରି ଯିବା। ଅଲରେଡ଼ି ଦେଖିଲେ ସରିଗଲା ଆମ ରୁମ୍ ସଫାସୁତୁରା, ଭଲ ମନ୍ଦ ସରିଲା। ଏଇଟା ହେଉଛି, ଆଉ ଯେଉଁଦିନ ଆସିବୁ ଆମେ ସେଦିନ ବି ଗୋଟେ ବ୍ଲଗ୍ ପକାଇବୁ, ଆପଣମାନେ ଦେଖିବେ। ଏବେ ଚାଲନ୍ତୁ ଆମେ ଘରକୁ ପଳେଇଯିବୁ। ଦେଖିଲେ କେମିତି କ'ଣ ଲାଗିଲା ମତାମତ ଦେବେ। ମୋନାକୁ ଦେଖନ୍ତୁ କେମିତି ବନ୍ଧାବନ୍ଧି କରୁଛି, ସେ ଥାଉ ସେ ଏବେ ପଳେଇ ଯିବା। ଏବେ ଚାଲନ୍ତୁ ଟାଟେ ବାବା, ଏବେ ଚାଲନ୍ତୁ ବାହାରି ଯିବା। ଗାଡ଼ିଟା ବି ରଖିଦେଇଛି ଏଠି, ଏଇଟା ମୁଁ ଗାଡ଼ିଟା ଥୁଆ ହେଇଛି। ଦେଖିଲେ କେମିତି ଏଇଟା ଗୋଟେ ବିଲ୍ଡିଂ ଉପରଟା ଅଛି, ସେପଟେ ଆଗକୁ ଅଛି ବିଲ୍ଡିଂ। ଚାଲନ୍ତୁ ଆମେ ବାହାରି ଯିବା, ଘରକୁ ଗଲା ପରେ ଆପଣମାନେ ଦେଖିବେ। ଦେଖିଲେ ଟୋଟାଲ୍ ଘରକୁ ଗଲେ ମୁଁ ଶେଷ କରିବି ଭିଡ଼ିଓଟା।
ଏବେ ଆସିକି ଫାଇନାଲ୍ ଆମେ ଘରେ ପହଞ୍ଚି ଯାଇଛୁ। ପିହୁ ତାରେ ଗାଧଉଛି, ତା ମା ତାରେ ଫ୍ୟାନ୍ ବସାଇଛନ୍ତି। ଆଉ ଦେଖିଲେ ଆମର ଆଜି ସେକେଣ୍ଡ ଘର ସଫାଟା, ଫାର୍ଷ୍ଟ ଭିଡ଼ିଓଟା ଦେଖିଥିଲେ ଆଉ ସେକେଣ୍ଡ ଭିଡ଼ିଓଟା ଦେଖିଲେ। ଆଉ ଭିଡ଼ିଓଟା କେମିତି ଲାଗିଲା ମତାମତ ଦେବେ। ଭିଡ଼ିଓଟା ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ, ନମସ୍କାର। ମୁଁ ବାଦଲ ପୁଣି ଦେଖା ଗୋଟେ ଭଲ ବ୍ଲଗ୍ରେ ନେକ୍ସଟ ବ୍ଲଗ୍ରେ ଅପେକ୍ଷା କରିତେ ଦେଖିବା ପାଇଁ।